ଯେବେ ଏହାର ବାକ୍ୟ ନ ମାନିବି ନିଶ୍ଚୟ ମୋତେ କରିବ ବିନାଶ। ମୋତେ ନର୍କ ଛଡ଼ା କେଉଁଠାରେ ବି ଆଉ ସ୍ଥାନ ମିଳିବନି। ଆଉ ଯେବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ହସ୍ତରେ ମରିବି ମୋତେ ନିଶ୍ଚୟ ବୈକୁଣ୍ଠ ଲାଭ ମିଳିବ। ମୋତେ ନିଶ୍ଚୟ ବୈକୁଣ୍ଠ ଲାଭ। ମାମୁଁ ମାମୁଁ ମାରିଛ ପାରି ମାମୁଁ କୁହ ମାମୁଁ ମୁଁ କ'ଣ କରିବି କୁହ କୁହ ମାମୁଁ। ସାଧୁ ମାମୁଁ ସାଧୁ ମାରିଛ ସାଧୁ ତେବେ ଶୁଣ ମାରିଛ କୁହ ମାମୁଁ ମନ ଦେଇ ଶୁଣ ମୋର ବାକ୍ୟ। କୁହନ୍ତୁ ମାମୁଁ କୁହନ୍ତୁ ମାରିଛ ମାମୁଁ। ପୂର୍ବେ ଯେପରି ମୂର୍ଖ ରୂପ ଧାରଣ କରି ଯାଇଥିଲ ସେ ଝଟ ଧରି ପଥି ସେହିପରି ମୂର୍ଖ ରୂପ ଧାରଣ କରିଯିବ ପଞ୍ଚବଟୀ ବନ ମଧ୍ୟ। ଆଉ ସେ ପଞ୍ଚବଟୀ ବନ ମଧ୍ୟ ତୁମେ ନେଇଯିବ ବହୁତ ଦୂରକୁ। ସେ ଝଟ ଧରି ରାମ ଲକ୍ଷ୍ମଣ କୁହ ମାରିଛ ପାରିବ ନା ମରିବ? କୁହ ମାରିଛ ପାରିବ ନା ମରିବ? ଏ ସାମାନ୍ୟ କଥା ପାଇଁ ତମେ ଏତେ କ୍ରୋଧିତ ମାମୁଁ? ତମେ ଏତେ କ୍ରୋଧିତ? ମାରିଛ ଦେଖ ମାମୁଁ ସଙ୍ଗେ 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 ମୃଗ ରୂପ ଧରୁଅଛି ମୁହିଁ। ଆଉ ସେ ବେନି ଭାଇଙ୍କୁ ନେଇଯିବି। ସେ ବେନି ଭାଇ ଯୋଗୁ ନେଇଯିବି ଅନେକ ଦୂରକୁ। ମାମୁଁ ଅନେକ ଦୂରକୁ। ଦେଖାଅ ଦେଖାଅ ତୁମର ସେଇ ମୂର୍ଖ ରୂପ। ଏ ମାମୁଁ ଦେଖିବ ମାରିଚର କିପରି ମୃଗ ରୂପ। এই ଦେଖ ମାମୁଁ ସଙ୍ଗେ ସଙ୍ଗେ ମୃଗ ରୂପ ଧରୁଅଛି ମୁହିଁ। মারিচরই মৃগ রূপ। মারিছ তবে শিবা যাই পঞ্চবড়ি বন মধ্যে তুমে নেইଯିବ ସେ ଭେଲି ଭାଇଙ୍କୁ ବହୁତ ଦୂରକୁ। ଆଉ ତାପରେ ଏ ତ୍ରିପୁର ବିଜୟୀ ବୀର ଦଶାନନ ସୀତା କରିବ ହରଣ। আস মারিছ তবে শিবা যাই পঞ্চবড়ি বন মধ্যে। আস মারি